ଆପଣ ପରିଚୟଟା ମୁଁ ଶ୍ରୀ ପ୍ରସନ୍ନ କୁମାର ଦାସ ଆର୍ଟିଓ ଗଜପତି। କ'ଣ କହିବେ ସାର୍ ଆଜି ଯେଉଁ ସଡ଼କ ସପ୍ତାହ ଲୋକେ ଆଜିଠାରୁ ଏକ ସପ୍ତାହ ଯାଏଁ ଯେଉଁଟା ହେବାର ଥିଲା ସଡ଼କ ସୁରକ୍ଷା ସପ୍ତାହ ସେଇଟା ବର୍ତ୍ତମାନ କାଲି ସୁଦ୍ଧା କାଲି ଆମର ଗୋଟେ ମାସ ଯାଏଁ ଚାଲିବ ସେଇଟା ସଡ଼କ ସୁରକ୍ଷା ମାସ। ତେଣୁ ତା ଭିତରେ ଆମେ ବହୁତ ପ୍ରକାର ସେନ୍ସିଟାଇଜେସନ୍ ପ୍ରୋଗ୍ରାମ୍ କରିବୁ ସବୁ ବ୍ଲକ୍ ୱାଇଜ୍ ବୁଲିକି ବ୍ଲକ୍ ଏବଂ ଗାଁ ଯେତେ ସବୁ ହାଟମାନଙ୍କରେ ସମସ୍ତଙ୍କୁ ଯାଇକରି ସେନ୍ସିଟାଇଜ୍ କରିବୁ ଆମେ ଏବଂ ତା ପାଇଁ ଗୋଟେ ରଥ କରାହେଇଛି ସଡ଼କ ସୁରକ୍ଷା ରଥ ଏବଂ ସେଇଟା ସମସ୍ତଙ୍କ ଯାଇ ସବୁ ବ୍ଲକ୍କୁ ଟଚ୍ କରିବ ଏବଂ ସେଠୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିବ। ଜନସାଧାରଣ କ'ଣ ଦେବେ ବାର୍ତ୍ତା? ଜନସାଧାରଣ ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟମାନଙ୍କୁ ସୁରକ୍ଷିତ ଯିବା ପାଇଁ ଦିଅନ୍ତୁ। ରହିଲେ କ'ଣ ସମସ୍ତେ ଯେଉଁ ସଡ଼କ ସୁରକ୍ଷା ନିୟମମାନ ଯେଉଁମାନେ ଅଛି ସେଗୁଡ଼ା ସବୁ ନିଜେ ପାଳନ କରନ୍ତୁ ଏବଂ ନିଜେ ସତର୍କ ରୁହନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ଯିବାକୁ ଦିଅନ୍ତୁ। ରଥ କେଉଁ ଅଞ୍ଚଳ ବୁଲିବ ସାର୍, କ'ଣ ସଚେତନ ବାର୍ତ୍ତା ଦେବ? ନାଇଁ ଏଇଟା ସବୁ ଆମ ଗଜପତି ଜିଲ୍ଲାର 7ଟି ଜାଗା ବ୍ଲକ୍ରେ ବୁଲିବ ସବୁ ଜାଗା ସବୁଦିନ ଆମର ଗୋଟେ ପ୍ରୋଗ୍ରାମ୍ କରାହେଇଛି 7 ଦିନ ଯାକର 7ଟା ବ୍ଲକ୍ରେ ବୁଲିବ 7ଟା ବ୍ଲକ୍ ବୁଲିଲା ପରେ ସେଥିରେ ସମସ୍ତଙ୍କୁ ସବୁଆଡ଼େ ଯାଇକରି ଆମେ ସଚେତନତା ବାର୍ତ୍ତା ଏବଂ ରାଲି ମାଧ୍ୟମରେ ଆମ ସମସ୍ତଙ୍କୁ ସଚେତନ କରାଇଛୁ। ଥିମ୍ କ'ଣ ରହିଛି? ପଥପ୍ରାନ୍ତ ନାଟକ କ'ଣ ରହିଛି କି ଲୋକଙ୍କୁ ସଚେତନ କରିବା? ଆମର ପଥପ୍ରାନ୍ତ ନାଟକ ଆମର କରିବା ବର୍ତ୍ତମାନ ଦାସକାଠିଆ ଗୋଟେ କରାହେଇଛି ଯେଉଁଟାକି ସେ ଆମକୁ ଟାଇମ୍ ଦେଇଛନ୍ତି 3 ତାରିଖ ପର୍ଯ୍ୟନ୍ତ ସେମାନେ ଆସିବେ ଏବଂ ଦାସକାଠିଆ ଗୋଟେ ପରିବେଷଣ କରାହେବ ସଡ଼କ ସୁରକ୍ଷା ଉପରେ ଏବଂ LED ସ୍କ୍ରିନ୍ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରିବ ଭିଡ଼ିଓ ମାଧ୍ୟମରେ। ଏ ବର୍ଷ ଥିମ୍ କ'ଣ ରହିଛି? ଏ ବର୍ଷ ସଡ଼କ ସୁରକ୍ଷା ପରିରକ୍ଷା ଏବଂ ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ।